ମୁଁ ଫୁଲକୁ ଭଲ ପାଏ, ସେ ଜହ୍ନକୁ ଭଲ ପାଏ। କେତେବେଳେ ପୁଣି ମୁଁ ରଙ୍ଗକୁ ଭଲ ପାଏ, ଆଉ ସେ କପଡ଼ାକୁ ଭଲ ପାଏ। ଏସବୁ ଇଚ୍ଛା ବା ଏସବୁ ଭଲ ପାଇବା ନିଜ ନିଜର ଖୁସି ବା ନିଜ ନିଜର ଇଚ୍ଛାକୁ ଉପରେ ନିର୍ଭର କରେ। କିନ୍ତୁ ଆମେ ବେଳେବେଳେ ଆମ ଖୁସି ଆମ ପସନ୍ଦ ଅନ୍ୟ ଉପରେ ଜବରଦସ୍ତି ଲଦି ଦେଇଥାଉ। ମୁଁ ଫୁଲକୁ ଭଲ ପାଉଛି ମାନେ ତୁ ଫୁଲକୁ ଭଲ ପାଇବା ପାଇଁ ବାଧ୍ୟ। ମୁଁ ରଙ୍ଗକୁ ଭଲ ପାଉଛି ମାନେ ତୁ ବି ରଙ୍ଗକୁ ଭଲ ପାଇବାକୁ ବାଧ୍ୟ। ଏସବୁ ବିଶେଷ କରି ସ୍ୱାମୀ ସ୍ତ୍ରୀ ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ଅଧିକ ଦେଖିବାକୁ ମିଳେ। କାହିଁକି ନା କେତେବେଳେ ପ୍ରେମିକ କୁହେ ମୁଁ ଯଦି ଏଇଟାକୁ ଭଲ ପାଉଛି ତାହେଲେ ତୁ ସେଇଟାକୁ ଭଲ ପା। ପ୍ରେମିକା କେତେବେଳେ କୁହେ ଯଦି ମୁଁ ଏଇଟା କହୁଛି ତାହେଲେ ତମେ ସେଇଆ ହିଁ କରିବ। ଏସବୁ କ୍ଷେତ୍ରରେ କ'ଣ ହୁଏ ନା ଜଣେ ତା ନିଜର ଇଚ୍ଛାକୁ ମାରିଦେଇ ତା ଭଲ ପାଇବାକୁ ପ୍ରାଧାନ୍ୟ ଦେଇ ଅନ୍ୟ ଆଗରେ ସେ ସବୁବେଳେ ନତମସ୍ତକ ହେଇଯାଏ ବା ସରେଣ୍ଡର ହେଇଯାଏ। କିନ୍ତୁ ଏଇଟା ଠିକ ନୁହେଁ ଆଜ୍ଞା। ସେ ସ୍ୱାମୀ ସ୍ତ୍ରୀ ହୁଅନ୍ତୁ କିମ୍ବା ଦୁଇ ବନ୍ଧୁ ହୁଅନ୍ତୁ କିମ୍ବା ପ୍ରେମିକ ପ୍ରେମିକା ହୁଅନ୍ତୁ, ସମସ୍ତଙ୍କ ଇଚ୍ଛାର ମାଲିକ ସେମାନଙ୍କୁ ହବାକୁ ଦିଅନ୍ତୁ। କାହିଁକି ନା କିଏ କାହାକୁ କେତେବେଳେ ଭଲ ପାଇବ ସେଇଟା ତାଙ୍କ ଉପରେ ନିର୍ଭର କରେ, ତାଙ୍କ ଇଚ୍ଛା ଅନୁସାରେ ସେଇଟା ଚାଲେ। କିନ୍ତୁ ଯଦି ତା ଭିତରେ କିଛି ସେମାନେ ଭୁଲ କରୁଛନ୍ତି ବା ସେ ତା ଭିତରେ କିଛି ଆପଣ ଭୁଲ ଦେଖୁଛନ୍ତି, ତାଙ୍କୁ ତାଗିଦ କରିପାରିବେ। କିନ୍ତୁ କେବେ ବି ଜବରଦସ୍ତି କରନ୍ତୁ ନାହିଁ ଯେ ମୁଁ ୟାକୁ ଭଲ ପାଉଛି ମାନେ ତୁ ବି ତାକୁ ଭଲ ପାଇବୁ, ମୁଁ ୟାକୁ ଖରାପ ପାଉଛି ମାନେ ତୁ ବି ତାକୁ ଖରାପ ପାଇବୁ। ୟା ଦ୍ୱାରା ସମ୍ପର୍କ ନଷ୍ଟ ହେଇଯାଏ ଆଜ୍ଞା, ସମ୍ପର୍କ ମଜବୁତ ହୁଏନି। ଏଇ ତ ଜୀବନର କଥା।